ଏହି ମୁହୂର୍ତ୍ତରେ ଯଦି ଆପଣ ଏହି ଭିଡିଓଟି ଦେଖୁଛନ୍ତି ତେବେ ବିଶ୍ୱାସ କରନ୍ତୁ ଏହା ସାଧାରଣ ସଂଯୋଗ ନୁହେଁ। କୁମ୍ଭ ରାଶି ଆପଣଙ୍କ ଜୀବନରେ ଯାହା ହେବାକୁ ଯାଉଛି ସେଥିପାଇଁ ବହୁଦିନ ଧରି ଆପଣ ଅପେକ୍ଷା କରୁଥିଲେ, କିନ୍ତୁ ଏକ ଛୋଟ ଭୁଲ ସବୁକିଛି ବଦଳାଇ ଦେଇପାରେ। ସେଥିପାଇଁ ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ନହେଲେ ଆପଣ ଏହି 3ଟି ବଡ଼ ଖୁସି ଖବର ମିସ୍ କରିପାରନ୍ତି। ଏବେ ଆସନ୍ତୁ ଦ୍ୱିତୀୟ ସଂକେତ, ସେକେଣ୍ଡ ବିଗ୍ ସିଗ୍ନାଲ। ଆପଣ ହୋଇଥିବେ ଏହାକୁ ଆଗରୁ ଅନୁଭବ କରୁଛନ୍ତି। ହଠାତ୍ କିଛି ପୁରୁଣା ଲୋକ କିମ୍ବା ଏକ ଭୁଲିଯାଇଥିବା ସୁଯୋଗ ଆପଣଙ୍କ ଜୀବନକୁ ଫେରି ଆସୁଛି। ଏହା ସାଧାରଣ ଘଟଣା ନୁହେଁ, ଏହା ହେଉଛି ଭାଗ୍ୟର ସଂକେତ। କୁମ୍ଭ ରାଶି, ଜୁନ୍ ମାସରେ ଆପଣଙ୍କ କର୍ମଫଳ ଆପଣଙ୍କୁ ମିଳିବାକୁ ଯାଉଛି। ଯେମିତି ଆପଣ ଭଲ କାମ କରିଥିଲେ, ଯେମିତି ଆପଣ କଷ୍ଟ ସହିଥିଲେ, ସେଥିର ଫଳ ଏବେ ଆପଣଙ୍କ ସମ୍ମୁଖରେ ଆସୁଛି। କିନ୍ତୁ ସାବଧାନ, ଏହି ସମୟରେ ଆପଣଙ୍କୁ 3ଟି କଥା ଧ୍ୟାନ ରଖିବାକୁ ପଡ଼ିବ। କାହାକୁ ଅନ୍ଧା ଭାବରେ ବିଶ୍ୱାସ କରିବେ ନାହିଁ। ଆପଣଙ୍କ ପ୍ଲାନ୍ ସବୁଙ୍କୁ କହିବେ ନାହିଁ। ଏକ ଛୋଟ ସୁଯୋଗକୁ ମଧ୍ୟ ଛାଡ଼ିବେ ନାହିଁ, କାରଣ ଏହି ଛୋଟ ସୁଯୋଗ ପରେ ଆପଣଙ୍କ ଜୀବନକୁ ବଡ଼ ପରିବର୍ତ୍ତନ ଦେଇପାରେ। ତୃତୀୟ ଏବଂ ସବୁଠାରୁ ଚମତ୍କାର ଖବର, ଏହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଆପଣଙ୍କ ଆର୍ଥିକ ସ୍ଥିତି, ଆପଣଙ୍କ ନାମ, ଆପଣଙ୍କ ସମ୍ମାନ ସବୁକିଛି ହଠାତ୍ ବଢ଼ିବାକୁ ଯାଉଛି। ଆପଣ ଯେଉଁ ଟଙ୍କା ପାଇଁ ଚିନ୍ତା କରୁଥିଲେ ସେଥିର ଏକ ନୂଆ ରାସ୍ତା ଖୋଲିବ। ଜବ୍, ବିଜନେସ୍ କିମ୍ବା ଅନଏକ୍ସପେକ୍ଟେଡ୍ ଇନକମ୍ କିଛି ନା କିଛି ବଡ଼ ଘଟିବ। ଏହି ଭିଡିଓ ଯଦି ଆପଣଙ୍କୁ ମିଳିଛି ତେବେ ଏହା ଏକ ସଂକେତ। ଆପଣ ପ୍ରସ୍ତୁତ ରୁହନ୍ତୁ, ସୁଯୋଗକୁ ଧରନ୍ତୁ ଏବଂ ନିଜକୁ ବିଶ୍ୱାସ କରନ୍ତୁ। କମେଣ୍ଟରେ ଲେଖନ୍ତୁ ଜୟ ମା କାଲି କିମ୍ବା ଓମ୍ ନମଃ ଶିବାୟ। ଏହା କଲେ ଆପଣଙ୍କ ଭାଗ୍ୟ ଆଉ ଶକ୍ତିଶାଳୀ ହେବ। ଏବଂ ଏମିତି ଆଉ ରାଶିଫଳ ଭିଡିଓ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ମନେ ରଖନ୍ତୁ, କୁମ୍ଭ ରାଶି, ଏହି ଜୁନ୍ ମାସ ଆପଣଙ୍କ ଜୀବନର ଟର୍ଣ୍ଣିଂ ପଏଣ୍ଟ ହେବାକୁ ଯାଉଛି। କୁମ୍ଭ ରାଶି, ଏହି ଭିଡିଓକୁ ଏବେ ବନ୍ଦ କରିବେ ନାହିଁ, କାରଣ ଆଗାମୀ କିଛିରେ ଆପଣ ଯାହା ଶୁଣିବେ ସେଇଟା ଆପଣଙ୍କ ଜୀବନକୁ ପୁରା ପରିବର୍ତ୍ତନ କରିପାରେ। ହଁ, ଏହା ସାଧାରଣ କଥା ନୁହେଁ, ଏହା ହେଉଛି ଏକ ସିଗ୍ନାଲ, ଏକ ରହସ୍ୟ ଯାହା କେବଳ କିଛି ଲୋକ ପାଇଁ ଆସେ। ଏବଂ ଯଦି ଆପଣ ଏହାକୁ ଦେଖୁଛନ୍ତି ତାହେଲେ ଏହାର ଅର୍ଥ ଆପଣ ଚୟନିତ। ଆପଣଙ୍କ ଜୀବନରେ ଜୁନ୍ ମାସରେ ଆସୁଛି 3ଟି ବଡ଼ ଚମତ୍କାର। ଏମିତି 3ଟି ଖୁସି ଖବର ଯାହାକୁ ଆପଣ ଆଜି ପର୍ଯ୍ୟନ୍ତ ଅପେକ୍ଷା କରୁଥିଲେ। କିନ୍ତୁ ଏଠାରେ ଗୋଟିଏ ସତ୍ୟ ଅଛି, ଯଦି ଆପଣ ଏହି ସଂକେତକୁ ଅନଦେଖା କରିଦେଲେ ତେବେ ଏହି ସୁଯୋଗ ଆପଣଙ୍କ ହାତରୁ ସରିଯିବ। ଏବେ ଶାନ୍ତ ହୋଇ ଶୁଣନ୍ତୁ, ଆପଣଙ୍କ ମନକୁ ଶାନ୍ତ କରନ୍ତୁ, କାରଣ ଯାହା ଆସୁଛି ସେଟା ସାଧାରଣ ନୁହେଁ। ଗତ କିଛି ଦିନ ଧରି ଆପଣଙ୍କ ଜୀବନରେ କିଛି ଠିକ୍ ଚାଲୁନଥିଲା। ମନରେ ଚିନ୍ତା, ଅନିଶ୍ଚିତତା, କେବେ କେବେ ଲାଗୁଥିଲା ଯେ ସବୁକିଛି ଆପଣଙ୍କ ବିରୋଧରେ ଯାଉଛି। ଆପଣ ଚେଷ୍ଟା କରୁଥିଲେ କିନ୍ତୁ ଫଳ ମିଳୁନଥିଲା। ଏବଂ ଏକ ସମୟରେ ଆପଣ ଭାବିଲେ ଶାୟଦ ମୋ ଭାଗ୍ୟ ଏମିତି ହିଁ। କିନ୍ତୁ ସତ୍ୟ ହେଉଛି ଆପଣଙ୍କ ଭାଗ୍ୟ ଏମିତି ନୁହେଁ। ଆପଣ କେବଳ ଏକ ଟ୍ରାନ୍ସିସନରେ ଥିଲେ ଏବଂ ଏବେ ସେହି ଫେଜ୍ ଶେଷ ହେଉଛି। ପ୍ରଥମ ସଂକେତ ଆପଣ ପାଇବେ, ହଠାତ୍ କୌଣସି ଏମିତି ଜିନିଷ ଘଟିବ ଯାହାକୁ ଆପଣ ଅପେକ୍ଷା କରୁଥିଲେ। ଏକ ଛୋଟ ସୁଯୋଗ, ଏକ ଛୋଟ ଖୁସି, କିନ୍ତୁ ସେହି ଛୋଟ ଘଟଣା ଆପଣଙ୍କ ପାଇଁ ବଡ଼ ଦ୍ୱାର ଖୋଲିଦେବ। ହଁ, ଏହା ହେଉଛି ପ୍ରଥମ ଚମତ୍କାର। ଯେଉଁଠାରେ ଅଟକିଥିବା କାମ ହଠାତ୍ ସଫଳ ହେବ। ଯେଉଁଠାରେ ଆପଣ ଭାବିଥିଲେ ଏହା ହେବ ନାହିଁ, ସେଠାରେ ହେବ ଅଚାନକ ଜିତ୍। କିନ୍ତୁ ଏଠାରେ ଏକ ପ୍ରଶ୍ନ, ଆପଣ ତୟାର ଅଛନ୍ତି କି? କାରଣ ଜୀବନ ଯେତେବେଳେ ଅବସର ଦିଏ ସେ ସମୟ ଦିଏ ନାହିଁ ଭାବିବାକୁ, ସେ ଦିଏ କେବଳ ଏକ ମୁହୂର୍ତ୍ତ। ଦ୍ୱିତୀୟ ଚମତ୍କାର ଆସିବ ଏକ ଲୋକଙ୍କ ମାଧ୍ୟମରେ, ଶାୟଦ ଏକ କଲ୍, ଶାୟଦ ଏକ ମେସେଜ, ଶାୟଦ କୌଣସି ଏମିତି ବ୍ୟକ୍ତି ଯିଏ ଆପଣଙ୍କ ଜୀବନରେ ପୁଣି ଫେରିଆସିବେ। ସେ ବ୍ୟକ୍ତି କେବଳ ଏକ ଲୋକ ନୁହେଁ, ସେ ହେଉଛନ୍ତି ଏକ ସୁଯୋଗ। କିନ୍ତୁ ଏଠାରେ ଟ୍ୱିଷ୍ଟ ଅଛି, ଯଦି ଆପଣ ଡାଉଟ୍ କରିବେ, ଯଦି ଆପଣ ଭୟ କରିବେ, ତେବେ ଏହି ସୁଯୋଗ ଚୁପଚାପ ଚାଲିଯିବ। ତୃତୀୟ ଚମତ୍କାର ସବୁଠାରୁ ବଡ଼, ସବୁଠାରୁ ପାୱାରଫୁଲ୍, ଆପଣଙ୍କ ଭାଗ୍ୟ ଖୋଲିବ। ହଁ, ଏହା ସେହି ସମୟ ଯେଉଁଠାରେ ଆପଣଙ୍କ ପ୍ରୟାସର ଫଳ ମିଳିବ, ଯେଉଁଠାରେ ଆପଣଙ୍କ ନାମ ହେବ, ଯେଉଁଠାରେ ଲୋକମାନେ ଆପଣଙ୍କୁ ନୂଆ ଦୃଷ୍ଟିରେ ଦେଖିବେ। ଯେମାନେ ଆପଣଙ୍କୁ ଇଗ୍ନୋର କରୁଥିଲେ ସେମାନେ ଆପଣଙ୍କ ସହିତ ଯୋଗାଯୋଗ କରିବେ। ଯେମାନେ ଆପଣଙ୍କୁ ଅଣ୍ଡର ଏଷ୍ଟିମେଟ୍ କରୁଥିଲେ ସେମାନେ ଆପଣଙ୍କୁ ରେସ୍ପେକ୍ଟ କରିବେ। କିନ୍ତୁ ଏହି ସବୁ ହେବ କେବଳ ଏକ କଣ୍ଡିସନରେ,
ଆପଣଙ୍କ ମାଇଣ୍ଡସେଟ୍ ଯଦି ଆପଣ ନେଗେଟିଭ୍ ଭାବିବେ, ଯଦି ଆପଣ ଡାଉଟ୍ କରିବେ, ତେବେ ଏହି ଚମତ୍କାର ଅଟକିଯିବ। ତେଣୁ ଆଜିଠାରୁ, ଏବେଠାରୁ ନିଜକୁ କହନ୍ତୁ, ମୁଁ ପାରିବି, ମୋ ଭାଗ୍ୟ ବଦଳୁଛି। ଏବଂ ଏବେ ଧ୍ୟାନ ଦିଅନ୍ତୁ, ଯଦି ଆପଣ ଏହି ଭିଡିଓକୁ ଏଠାକୁ ଶୁଣିଛନ୍ତି, ତାହେଲେ ଏହା କେବଳ କୋଇନ୍ସିଡେନ୍ସ ନୁହେଁ, ଏହା ହେଉଛି ଏକ ସିଗ୍ନାଲ। କମେଣ୍ଟରେ ଲେଖନ୍ତୁ ଜୟ ଜଗନ୍ନାଥ ଏବଂ ଦେଖନ୍ତୁ କିପରି ଏହି ତିନିଟି ଚମତ୍କାର ଆପଣଙ୍କ ଜୀବନରେ ପ୍ରକାଶ ହେଉଛି। ସମୟ ବଦଳୁଛି, ଭାଗ୍ୟ ବଦଳୁଛି ଏବଂ ଏହି ଜୁନ୍ ମାସ କୁମ୍ଭ ରାଶି ପାଇଁ ଏକ ନୂଆ ଆରମ୍ଭ। ସତର୍କ ରୁହନ୍ତୁ, ସଂକେତ ଆସୁଛି। କୁମ୍ଭ ରାଶି, ଏବେ ଧ୍ୟାନ ଦେଇ ଶୁଣନ୍ତୁ, କାରଣ ଯାହା ଆପଣ ଏବେ ଶୁଣିବେ ସେଟା ପ୍ରଥମ ଭାଗଠାରୁ ଅଧିକ ଗଭୀର ଏବଂ ଏହାର ସମ୍ପର୍କର ସିଧାସଳଖ ଆପଣଙ୍କ ଭାଗ୍ୟ ସହିତ ଅଛି। ଆପଣ ସାୟଦ ଏବେ ମଧ୍ୟ ଭାବୁଛନ୍ତି, ଏହା ସତ୍ୟ କି? ନା କେବଳ କଥା, କିନ୍ତୁ ସତ୍ୟ ହେଉଛି, ଜୀବନରେ ଯେତେବେଳେ ବଡ଼ ପରିବର୍ତ୍ତନ ଆସେ, ସେ ସବୁବେଳେ ଚୁପଚାପ ଆସେ। ସେ ଆସେ ଛୋଟ ଛୋଟ ସଂକେତ ଭିତରେ ଏବଂ ସେହି ସଂକେତ ଆପଣ ଏବେ ଦେଖୁଛନ୍ତି। କିଛିଦିନ ମଧ୍ୟରେ ଆପଣ ଏକ ଅଜଣା ଅନୁଭବ କରିବେ, ମନ ଭିତରେ ଏକ ଅଲଗା ଶାନ୍ତି, ଏକ ଅଲଗା କନଫିଡେନ୍ସ ଯାହା ପୂର୍ବରୁ ଥିଲା ନାହିଁ। ଏହା କେବଳ ଭାବନା ନୁହେଁ, ଏହା ହେଉଛି ଏକ ସିଗ୍ନାଲ ଯେ ଆପଣଙ୍କ ଜୀବନ ଏକ ନୂଆ ଦିଗକୁ ଯାଉଛି। ଏବେ ଧୀରେ ଧୀରେ ଆପଣଙ୍କ ଚାରିପାଖରେ ଲୋକମାନେ ବଦଳିବେ। କିଛି ଲୋକ ଆପଣଙ୍କୁ ଛାଡ଼ିଯିବେ, କିଛି ନୂଆ ଲୋକ ଆପଣଙ୍କ ଜୀବନରେ ଆସିବେ। ଆପଣ ଭାବିପାରନ୍ତି, କାହିଁକି ଏମିତି ହେଉଛି? କାରଣ ଯେତେବେଳେ ଭାଗ୍ୟ ବଦଳୁଛି, ସେତେବେଳେ ଜୀବନରେ ସେମାନେ ରହିପାରନ୍ତି ନାହିଁ, ଯେମାନେ ଆପଣଙ୍କ ଗତକାଲି ସହିତ ଜଡ଼ିତ। ଏହା ଅଳ୍ପ କଷ୍ଟ ଦେବ, କିନ୍ତୁ ଏହା ଆପଣଙ୍କ ଗ୍ରୋଥ ପାଇଁ ଦରକାର। ଏବେ ଆଉ ଗୋଟିଏ ଗୁପ୍ତ ସତ୍ୟ ଶୁଣନ୍ତୁ, ଆପଣଙ୍କ ଜୀବନରେ ଯେଉଁ ସମସ୍ୟା ଥିଲା, ସେମାନେ ସବୁ ଏକ କାରଣରୁ ଆସିଥିଲେ। ସେମାନେ ଆପଣଙ୍କୁ ଷ୍ଟ୍ରଙ୍ଗ କରିବା ପାଇଁ। କାରଣ ଯେଉଁ ସଫଳତା ଆପଣଙ୍କ ପାଖକୁ ଆସୁଛି, ସେଟା ସାଧାରଣ ନୁହେଁ। ସେଥିପାଇଁ ଆପଣଙ୍କୁ ପ୍ରସ୍ତୁତ କରାଯାଉଥିଲା। ଏବେ ଜୁନ୍ ମାସର ଶେଷ ଭାଗରେ ଏକ ଏମିତି ଘଟଣା ଘଟିବ, ଯାହା ଆପଣଙ୍କ ଜୀବନର ଟର୍ଣ୍ଣିଂ ପଏଣ୍ଟ ହେବ। ସାୟଦ ଏକ ବଡ଼ ଖୁସି ଖବର, ସାୟଦ ଏକ ଫାଇନାନ୍ସିଆଲ ଗେନ୍, ସାୟଦ ଏକ ରିଲେସନସିପ୍ ଇମ୍ପ୍ରୁଭମେଣ୍ଟ, କିନ୍ତୁ ଯାହା ହେଉ, ସେହି ଘଟଣା ପରେ ଆପଣଙ୍କ ଜୀବନ ପୂର୍ବରୁ ଭଳି ରହିବ ନାହିଁ। ଆପଣ ନିଜେ ଅନୁଭବ କରିବେ ଯେ କିଛି ବଦଳି ଯାଇଛି ଏବଂ ଏହି ସମୟରେ ଆପଣଙ୍କୁ ଏକ ଛୋଟ ଜିନିଷ ମନେ ରଖିବାକୁ ପଡ଼ିବ, ଗ୍ରାଟିଟ୍ୟୁଡ୍। ଯାହା ମିଳୁଛି ସେଥିପାଇଁ କୃତଜ୍ଞ ରୁହନ୍ତୁ, କାରଣ ଯେତେବେଳେ ଆପଣ ଥ୍ୟାଙ୍କଫୁଲ୍ ରହନ୍ତି, ତେବେ ଆପଣଙ୍କ ଜୀବନରେ ଆଉ ଅଧିକ ପଜିଟିଭ୍ ଏନର୍ଜି ଆସେ। ଏବେ ଏହି ଭିଡିଓର ସବୁଠାରୁ ଇମ୍ପୋର୍ଟାଣ୍ଟ ଅଂଶ। ଯଦି ଆପଣ ଏଠାକୁ ଶୁଣିଛନ୍ତି, ତାହେଲେ ଆପଣ ଏହି ମେସେଜ ପାଇଁ ତୟାର। ଆଖି ବନ୍ଦ କରନ୍ତୁ ଏବଂ ମନରେ କହନ୍ତୁ, ମୋ ଭାଗ୍ୟ ଖୋଲୁଛି, ମୋ ଜୀବନ ବଦଳୁଛି। ଏହି ଛୋଟ ଆଫର୍ମେସନ୍ ଆପଣଙ୍କ ସବକନସିୟସ୍ ମାଇଣ୍ଡକୁ ଆକ୍ଟିଭେଟ୍ କରିଦେବ ଏବଂ ତାହାପରେ ଆପଣ ଦେଖିବେ ଛୋଟ ଛୋଟ ମିରେକଲ୍ସ ଧୀରେ ଧୀରେ ଆପଣଙ୍କ ଜୀବନରେ ଆସୁଛି ଏବଂ ଏହା ସବୁ ଆରମ୍ଭ ହେଉଛି। ଏହି ମୁହୂର୍ତ୍ତରୁ ଏବେ ଏକ ଲାଷ୍ଟ ସିଗ୍ନାଲ। ଆଗାମୀ 24 ଘଣ୍ଟାରେ ଆପଣ କିଛି ଏମିତି ଦେଖିବେ କିମ୍ବା ଶୁଣିବେ ଯାହା ଏହିକୁ କନଫର୍ମ କରିଦେବ। ସେହି ସମୟରେ ଏହାକୁ ଇଗ୍ନୋର କରିବେ ନାହିଁ। ସେହି ହେଉଛି ଆପଣଙ୍କ ପାଇଁ ସଂକେତ। କୁମ୍ଭ ରାଶି, ଆପଣଙ୍କ ସମୟ ଆସିଗଲା। ସତର୍କ ରୁହନ୍ତୁ ଏବଂ ଏହି ଯାତ୍ରାକୁ ଅନୁଭବ କରନ୍ତୁ। ଏବେ ସମୟ ଆସିଛି ଆପଣଙ୍କ ଭାଗ୍ୟର ପରୀକ୍ଷା ନେବାର। କୁମ୍ଭ ରାଶି, ଶୁଣନ୍ତୁ, ଆପଣଙ୍କୁ ଯେଉଁ ସଂକେତ ମିଳିଛି ସେଟା କେବଳ ଏକ ସୂଚନା ନୁହେଁ, ଏହା ହେଉଛି ଆପଣଙ୍କ ଭବିଷ୍ୟତର ରାସ୍ତା। ଆପଣ ଭାବୁଥିବେ, ଏତେ ବର୍ଷ କଷ୍ଟ କଲି କିନ୍ତୁ କିଛି ମିଳିଲାନି କାହିଁକି? ଉତ୍ତର ହେଉଛି, ଆପଣ କଷ୍ଟ କରୁନଥିଲେ, ଆପଣ ତିଆରି ହେଉଥିଲେ। ଆପଣଙ୍କୁ ସେହି ସଫଳତା ପାଇଁ ଯୋଗ୍ୟ କରାଯାଉଥିଲା, ଯାହା ଏବେ ଆପଣଙ୍କ କବାଟ କଡ଼ରେ। ଆସନ୍ତା କିଛି ଦିନ ମଧ୍ୟରେ ଆପଣଙ୍କ ଜୀବନରେ ଏମିତି କିଛି ଘଟିବ ଯାହା ଆପଣଙ୍କ ପୁରୁଣା ଦୁଃଖକୁ ସବୁଦିନ ପାଇଁ ଧୋଇଦେବ। କିନ୍ତୁ ଗୋଟିଏ କଥା ମନେ ରଖନ୍ତୁ, ଆପଣଙ୍କର ପୁରୁଣା ବ୍ୟକ୍ତିତ୍ୱ ଆପଣଙ୍କ ନୂଆ ସଫଳତାରେ ବାଧା ହୋଇପାରେ। ତେଣୁ ନିଜ ଭିତରର ଭୟକୁ ଛାଡ଼ନ୍ତୁ। ଯିଏ ଥରେ ଚାଲିଗଲା ତାକୁ ଫେରାଇ ଆଣିବାକୁ ଚେଷ୍ଟା କରନ୍ତୁ ନାହିଁ, ବରଂ ଯିଏ ଆପଣଙ୍କ ଆଗରେ ନୂଆ ସମ୍ଭାବନା ନେଇ ଆସୁଛି ତାକୁ ସ୍ୱାଗତ କରନ୍ତୁ। ଏହି ସମୟରେ କିଛି ଲୋକ ଆପଣଙ୍କୁ ପ୍ରଶ୍ନ କରିବେ, ଆପଣଙ୍କୁ ରୋକିବେ, କିନ୍ତୁ ଆପଣ ନିଜ ମନର କଥା ଶୁଣନ୍ତୁ। ଆପଣଙ୍କ ଅନ୍ତର୍ଜ୍ଞାନ, ଇଣ୍ଟୁଇସନ୍ ଏବେ ସବୁଠାରୁ ଶକ୍ତିଶାଳୀ। ଆଜି ରାତିରେ ଶୋଇବା ପୂର୍ବରୁ ଏହି ଗୋଟିଏ କଥା ନିଜକୁ କୁହନ୍ତୁ, ମୁଁ ପ୍ରସ୍ତୁତ ଅଛି, ମୁଁ ସକ୍ଷମ ଅଛି ଏବଂ ମୁଁ ସବୁଠାରୁ ଶ୍ରେଷ୍ଠ ପାଇବା ପାଇଁ ହକଦାର। ଆପଣଙ୍କ ସମୟ ଆରମ୍ଭ ହୋଇସାରିଛି। ଆପଣ କେବଳ ସଂକେତକୁ ଅନୁସରଣ କରନ୍ତୁ।
ଆପଣ ଏହି ପରିବର୍ତ୍ତନ ପାଇଁ କେତେ ପ୍ରସ୍ତୁତ କମେଣ୍ଟରେ ଲେଖନ୍ତୁ ମୁଁ ପ୍ରସ୍ତୁତ ଅଛି। କୁମ୍ଭ ରାଶି ଏବେ ଯାହା ଶୁଣିବେ ସେଇଟା ସବୁଠାରୁ ଶକ୍ତିଶାଳୀ ଅଂଶ ଏବଂ ଏହି ଭାଗକୁ ଯଦି ଆପଣ ଧ୍ୟାନ ଦେଇ ଶୁଣିଲେ ତେବେ ଆପଣଙ୍କ ଜୀବନରେ ଯାହା ଘଟିବ ସେଟା ଆପଣ ନିଜେ ଅନୁଭବ କରିବେ। ଆପଣ ଏବେ ପର୍ଯ୍ୟନ୍ତ ଏହି ଯାତ୍ରାରେ ଆସି ପହଞ୍ଚିଛନ୍ତି। ଏହା ସାଧାରଣ ନୁହେଁ। ଅଧିକାଂଶ ଲୋକ ମଧ୍ୟରେ ଛାଡ଼ି ଦିଅନ୍ତି କିନ୍ତୁ ଆପଣ ରହିଛନ୍ତି। ଏହାର ଅର୍ଥ ଆପଣଙ୍କ ମନରେ ଏକ ଶକ୍ତି ଅଛି, ଏକ ଆସ୍ଥା ଅଛି ଏବଂ ସେହି ଆସ୍ଥା ଆପଣଙ୍କ ଭାଗ୍ୟକୁ ବଦଳାଇବ। ଏବେ ଧୀରେ ଧୀରେ ଆପଣ ଅନୁଭବ କରିବେ ଯେ ଆପଣଙ୍କ ଚିନ୍ତାଧାରା ବଦଳୁଛି। ଯାହା ପୂର୍ବରୁ ଆପଣଙ୍କୁ ଡରାଉଥିଲା ସେହି ଜିନିଷ ଏବେ ଆପଣଙ୍କୁ ଚ୍ୟାଲେଞ୍ଜ ଲାଗିବ। ଏହା ହେଉଛି ଟ୍ରାନ୍ସଫର୍ମେସନ୍। କୁମ୍ଭ ରାଶି ଆପଣଙ୍କ ଜୀବନରେ ଏବେ ଦୁଇଟି ରାସ୍ତା ଅଛି। ପ୍ରଥମ, ପୁରୁଣା ରାସ୍ତା ଯେଉଁଠାରେ ଡାଉଟ୍ ଅଛି, ଫିୟର ଅଛି, କନଫ୍ୟୁଜନ ଅଛି। ଦ୍ୱିତୀୟ, ନୂଆ ରାସ୍ତା ଯେଉଁଠାରେ କନଫିଡେନ୍ସ ଅଛି, କ୍ଲାରିଟି ଅଛି ଏବଂ ସକ୍ସେସ୍ ଅଛି। ଏବେ ପ୍ରଶ୍ନ ହେଉଛି ଆପଣ କେଉଁ ରାସ୍ତା ବାଛିବେ, କାରଣ ଆଗାମୀ ଦିନଗୁଡ଼ିକରେ ଆପଣଙ୍କୁ ଏକ ବଡ଼ ଡିସିସନ୍ ନେବାକୁ ପଡ଼ିବ। ସେହି ଡିସିସନ୍ ଆପଣଙ୍କ ଫ୍ୟୁଚରକୁ ଡିସାଇଡ୍ କରିଦେବ। ସେହି ସମୟରେ ଆପଣଙ୍କ ମନ ଦୁଇ ଭାଗରେ ଭାଗିଯିବ। ଏକ ଭାଗ କହିବ ରୁହ, ରିସ୍କ ନେବା ନାହିଁ, ଅନ୍ୟ ଭାଗ କହିବ ଆଗକୁ ବଢ଼। ଏହା ହେଉଛି ଅବସର। କୁମ୍ଭ ରାଶି ସେହି ମୁହୂର୍ତ୍ତରେ ଆପଣଙ୍କୁ ଦ୍ୱିତୀୟ ଶବ୍ଦକୁ ଶୁଣିବାକୁ ପଡ଼ିବ, କାରଣ ସେହି ଶବ୍ଦ ଆପଣଙ୍କ ଡେଷ୍ଟିନିର ଶବ୍ଦ। ଏବେ ଆଉ ଗୋଟିଏ ଗୁପ୍ତ କଥା, ଆପଣଙ୍କ ଜୀବନରେ ଯେଉଁ ସବୁ ଲୋକ ଆସିବେ ଏହି ସମୟରେ ସେମାନେ ସବୁ ସାଧାରଣ ନୁହେଁ। କିଛି ଲୋକ ଆପଣଙ୍କୁ ଆଗକୁ ବଢ଼ାଇବେ, କିଛି ଲୋକ ଆପଣଙ୍କୁ ଟେଷ୍ଟ କରିବେ। ଏହାକୁ ଚିହ୍ନଟ କରିବା ହେଉଛି ଆପଣଙ୍କ କାମ। ଏବେ ଏକ ମୋମେଣ୍ଟ ଇମାଜିନ୍ କରନ୍ତୁ, ଆଗାମୀ କିଛି ସପ୍ତାହ ପରେ ଆପଣ ନିଜେ ଏକ ନୂଆ ସ୍ଥାନରେ ଦଣ୍ଡାୟମାନ। ଯେଉଁଠାରେ ଆପଣ ଏବେ ଅଛନ୍ତି ସେଠାରୁ ବହୁତ ଆଗକୁ। ଆପଣଙ୍କ ପାଖରେ ଷ୍ଟାବିଲିଟି ଅଛି, ପିସ୍ ଅଛି, ହ୍ୟାପିନେସ୍ ଅଛି ଏବଂ ସେହି ସମୟରେ ଆପଣ ପଛକୁ ଦେଖି କହିବେ ସେହି ଦିନ ଯଦି ମୁଁ ସେହି ସିଗ୍ନାଲକୁ ଇଗ୍ନୋର କରିଦେଇଥାନ୍ତି ତେବେ ଆଜି ଏଠାରେ ନଥାନ୍ତି। ଏହା ହେଉଛି ସତ୍ୟ। ଏବେ ଏହି ଭିଡିଓର ଶେଷ ମେସେଜ ସବୁଠାରୁ ଇମ୍ପୋର୍ଟାଣ୍ଟ। ଆପଣ ଏବେ ଏକ ନୂଆ ଫେଜ୍ରେ ପ୍ରବେଶ କରୁଥିଲେ। ଏହି ଫେଜ୍ରେ ଆପଣଙ୍କ ଚିନ୍ତାଧାରା ରିଆଲିଟିକୁ କ୍ରିଏଟ୍ କରିବ। ଆପଣଙ୍କ ବିଲିଫ୍ ଆପଣଙ୍କ ଫ୍ୟୁଚରକୁ ସେଭ୍ କରିବ। ତେଣୁ ଆଜିଠାରୁ ଏକ ଜିନିଷ ମନେ ରଖନ୍ତୁ, ମୁଁ ଲକି, ମୋ ପାଖକୁ ଭଲ ଜିନିଷ ଆସୁଛି। ଏହି ସିମ୍ପଲ୍ ଥଟ୍ ଆପଣଙ୍କ ଜୀବନକୁ ଟ୍ରାନ୍ସଫର୍ମ କରିପାରେ। ଏବେ ଆପଣ ଏହି ଭିଡିଓ ଛାଡ଼ିବା ପୂର୍ବରୁ କମେଣ୍ଟରେ ଲେଖନ୍ତୁ ଜୟ ଜଗନ୍ନାଥ। ଏହା କେବଳ ଏକ କମେଣ୍ଟ ନୁହେଁ, ଏହା ହେଉଛି ଏକ ସିଗ୍ନାଲ ଯେ ଆପଣ ରେଡି ଏବଂ ଯେତେବେଳେ ଆପଣ ରେଡି ସମୟ ଆପଣଙ୍କ ପକ୍ଷରେ କାମ କରେ। କୁମ୍ଭ ରାଶି ଆପଣଙ୍କ ସମୟ ଆସିଗଲା। ଆପଣଙ୍କ ଭାଗ୍ୟ ଖୋଲିଯାଇଛି ଏବଂ ଏହି ଜୁନ୍ ମାସ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଟର୍ଣ୍ଣିଂ ପଏଣ୍ଟ ହେବ। ସତର୍କ ରୁହନ୍ତୁ, ବିଶ୍ୱାସ ରଖନ୍ତୁ ଏବଂ ଆଗକୁ ଯଦି ଏହି ଭିଡିଓ ଆପଣଙ୍କ ମନକୁ ଛୁଇଁଥିଲା ତେବେ ଲାଇକ୍ କରନ୍ତୁ ଏବଂ ଆଷ୍ଟ୍ରୋଭାଗ୍ୟ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।